ଜୀବନରେ ତ ଏତେ ବାଟ ଆସିକି ଆମେ ଏତିକି ଜାଣି ଯାଇଛୁ ଯେ ଆମେ ନିଜର କଥା ଯଦି ଆଉ କାହାକୁ କହିଦେବା ସେ କଥା ଏପଟ ସେପଟ ହେଇଯାଇପାରେ। କିନ୍ତୁ ଗୋଟେ ଭଉଣୀକୁ ଯଦି ଗୋଟେ ସିକ୍ରେଟ କଥା କହିଦେବା ସେଟା କେବେ ବି ଏପଟ ସେପଟ ହିଁ ହୁଏନି। ସେତିକି ଟ୍ରଷ୍ଟ ଭଉଣୀ ମାନଙ୍କ ଭିତରେ ହିଁ ଥାଏ। ସତ କହୁଛି ଭଉଣୀ ମାନଙ୍କର ଜାଗା କେହି ବି ନେଇପାରିବେନି। ଆପଣଙ୍କର ଦୁଃଖ ସୁଖ ସବୁଥିରେ ଭଉଣୀ ମାନେ ହିଁ ସବୁବେଳେ ଥାନ୍ତି। ଆଉ ଏଇଟା ସାନ ମାନେ ବେଶୀ ଫିଲ୍ କରିପାରୁଥିବେ। ବଡ ମାନେ ବି ବେଶୀ ସାନ ଭଉଣୀ ମାନେ ଫିଲ୍ କରିପାରନ୍ତି ତାଙ୍କର କେତେ ବି ଅବସ୍ଥା ଖରାପ ଥାଉ ବଡ ଭଉଣୀ ମାନେ ସବୁବେଳେ ହେଲ୍ପ କରିବାକୁ ଆଗକୁ ହିଁ ପଳେଇ ଆସନ୍ତି। ପାଖରେ ଥିଲାବେଳେ ଯେତେ ମାଡ଼ ଗୋଳ ହଉଥିବ ତାର ଦୁନିଆ ଠିକଣା ନଥିବ କିଏ କାହା ଚୁଟି ଟାଣି ନେଲେ ତ କିଏ ସବୁ ଖାଦ୍ୟ ପଦାର୍ଥ ଲୁଚିକି ରଖିଦେଲାଣି। ଗୋଟେ ମିକ୍ସଚରଟେ ଆସିଲେ ବି ସେଟା ଲୁଚେଇ ଯେତେବେଳେ ପାଖରେ ରହୁ ଏମିତି ହେଇଥାଏ ଯେତେବେଳେ ଦୂରେଇ ଚାଲିଯାଉ ନାଇଁ ସବୁ ଜିନିଷ ମୋ ଭଉଣୀ ନବ ସବୁ ଜିନିଷ ଇଏ ଖାଉ ସିଏ ଖାଉ ଏମିତି ଚାଲିଥାଏ। ତ ଭଉଣୀ ମାନେ ଯେତେବେଳେ ପାଖରେ ନଥାନ୍ତି ସେତେବେଳେ ବହୁତ ଫିଲ୍ ହୁଏ ଯେ କିଛି କିଛି ଜିନିଷ ମିସ୍ ହଉଛି। ଆଉ ଯେତେବେଳେ ସେଇ ଭଉଣୀ ମାନେ ଯେତେବେଳେ ତାଙ୍କ ପାଖରେ ତୁମକୁ ପାଇଯାଆନ୍ତି ବା ତୁମେ ଯାଇକି ତାଙ୍କ ପାଖରେ ପହଞ୍ଚି ଯାଅ ସେଇଟା ତୁମର ଖୁସି ଅଲଗା ଲେବୁଲ ର ଆଉ ତାଙ୍କର ଖୁସି ବି ଅଲଗା ଲେବୁଲ ର। ରକ୍ତର ସମ୍ପର୍କ କେବେ ବି ଛିଣ୍ଡେନି ଏଇଥିରୁ ତ ମୁଁ ଜାଣି ଯାଇଛି। ତ ସବୁ ଭଉଣୀ ସବୁବେଳେ ସାଙ୍ଗ ହେଇକି ରହିବାକୁ ଚେଷ୍ଟା କର। ଆଉ ଖୁସିରେ ରହିବାକୁ ଚେଷ୍ଟା କର ଖାଅ ପିଅ ବୁଲ ଏସ୍ କର ଜୀବନରେ ଆଉ କେତେ ଦିନ ଅଛି ବାକି ଯେ ଯେତିକି ଦିନ ଅଛି ଭଲରେ ରହିବା।